ଓଡ଼ିଶା ସରକାର ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ତାହାର ଅନେକ ସ୍ଥାନରେ ବ୍ୟତିକ୍ରମମାନ ଦେଖିବାକୁ ମିଳୁଛି। ସରକାର ପ୍ରତ୍ୟେକ ବ୍ଲକରେ ପଞ୍ଚାୟତ ସ୍ତରରେ ପଞ୍ଚାୟତର ଆୟ ବୃଦ୍ଧି ପାଇଁ ମାର୍କେଟ କମ୍ପ୍ଲେକ୍ସ ମାନ ଖୋଲିଛନ୍ତି, ହେଲେ ତାହା ବର୍ଷ ବର୍ଷ ଧରି ଖତ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ଏପରି ହେଉଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି। ବ୍ଲକ ପ୍ରଶାସନ ରୀତିମତ ଭାବରେ ପଞ୍ଚାୟତକୁ ହସ୍ତାନ୍ତର କରିବା କଥା ତାହା କରିପାରୁନାହିଁ। ଯଦି ଏହା ହୁଅନ୍ତା, ପଞ୍ଚାୟତ ସ୍ତରରେ ପଞ୍ଚାୟତର ଆୟ ବୃଦ୍ଧି ନିଶ୍ଚିତ ଭାବରେ ପରିଲକ୍ଷିତ ହୁଅନ୍ତା। ଏହି କାରଣରୁ ସର୍ବସାଧାରଣ ଅଞ୍ଚଳରେ ଅସନ୍ତୋଷ ବ୍ୟକ୍ତ କରିବା ସହ ପଞ୍ଚାୟତ ସୁବିଧାରୁ ବଞ୍ଚିତ ରହୁଥିବା ପରିପ୍ରକାଶ କରିଛନ୍ତି। ଏହା ଉଚ୍ଚସ୍ତରୀୟ ତଦନ୍ତ କରି ଏହାର କିଛି ସ୍ଥାୟୀ ସମାଧାନ କଲେ ସ୍ଥାନୀୟ ବାସିନ୍ଦା ଉପକୃତ ହୋଇପାରନ୍ତି। ସବଡେଗାରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ୍।